5ଟା ହେଇଥିଲା ମୁଁ ଶୋଇଥିଲି। ତାପରେ ମୁଁ ଆମ ବାରି କବାଟ ଖୋଲିଲି। ତାପରେ ମୁଁ ବାହାରକୁ ଆସିଲି। ବାହାରକୁ ଆସିଲା ପରେ ତାପରେ ମୋତେ ବେଡ଼ିକି ନେଲେ। ତାପରେ ମୋର ମୋ ଫୋନ୍ ଭାଙ୍ଗିଦେଲେ। ତାପରେ ଫୋନ୍ ଭାଙ୍ଗି ସାରିଲା ପରେ ତାପରେ ମୋ ଆଖିକି ବାଡ଼େଇ ଦେଲେ। ତାପରେ ପିଠିକି ବାଡ଼େଇକି ଇଏ କଲେ। ତାପରେ ମୁଣ୍ଡକୁ ଫାଡ଼ରେ ହାଣିଦେଲେ। ନା ଗାଁରେ ମାନେ ବହୁତ ଏମିତି ସିଏ ମୋର ବଡ଼ ବାପା ମୋର 10ମ ଶ୍ରେଣୀ। ତ ମୁଁ ପାଠ ପଢ଼ିବା ପାଇଁ ଯାଉଥିଲି ଥରେ ମୋ ଶଙ୍ଖି ଚିପିଥିଲି। ତାପରେ ଏମିତି ଶଙ୍ଖି ଚିପିଲା ପରେ ମୁଁ ଆସିଲି ଘରେ ମୋ ମାମା ବାବାଙ୍କୁ କହିଲି। ତାପରେ କହିଲା ପରେ ଆମ ମା ବାବା ବି ଇଏ କରିକି କଲେ। ତାପରେ ସେଠୁ ମୋ ଜୀବନ ପ୍ରତି ବହୁତ ବିପଦ ଅଛି। ମୁଁ ପାଠ ହିଁ ପଢ଼ିପାରୁନି। 10-9 ଦିନ ହେଲା। ଆଜ୍ଞା ମୁଁ ଘରେ ନଥିଲି, ମୋ ସ୍ତ୍ରୀ ବି ଘରେ ନଥିଲା। ଝିଅ ମୋର ସ୍କୁଲରୁ ଆସିକିରି ଶୋଇଥିଲା ଖଟ ଉପରେ। ହଠାତ୍ କିନି ସେ ଆସିଲା। ଆସିକି ଝିଅକୁ ଆଗ ତା ମୋବାଇଲଟାକୁ ବାଡ଼େଇକି ଭାଙ୍ଗିଦେଲା। ତାପରେ ଝିଅକୁ ଟଣା ଅଟରା କରିକି ଆଣି ତାକୁ ଆଖିକି ପିଟିଛି। ଆଖି ପିଟିବା ଭିତରେ ସେତେବେଳେ ଚିତ୍କାର କରିଛି। ଫାଉଡ଼ା ଦିହରେ ତା ମୁଣ୍ଡକୁ ହାଣି ଦେଇଛି। ଜୋରରେ ଝିଅ ଚିତ୍କାର କରିବା ପରେ ଆମ ଗାଁରୁ କିଛି ଲୋକ ବି ଆସି ପହଞ୍ଚିଛନ୍ତି। ସେ ଦୌଡ଼ିକି ପଳେଇଛି। ବେକରୁ ଗୋଟେ ସୁନା ଚେନ୍ ବି ତାର ଭିଡ଼ିକି ନେଇକି ପଳେଇଛି। ମାନସ ସାମନ୍ତରା ସେ ଆମର ସମ୍ପର୍କରେ ପୁତୁରା ହବ, ସମ୍ପର୍କ ପୁତୁରା। ଉଦ୍ଦେଶ୍ୟ ଆଜ୍ଞା କ'ଣ, ସେ ଗୋଟେ ମେଣ୍ଟାଲିଆ ପିଲା। ତା ବାପା ମା ବି ଏ ଭିତରେ କୌଣସି ଆକ୍ସନ୍ ତା ପ୍ରତି ନେଉନାହାନ୍ତି, କୌଣସି ଥାନାରେ ତାକୁ ଦେଉନାହାନ୍ତି। ବାପା ବି ବିଭିନ୍ନ ପ୍ରକାର କଥା ବିଭିନ୍ନ ଲୋକଙ୍କ ଆଗରେ କହୁଛି କ'ଣ ହେଇଯିବ ଏମିତି କେସ୍ ମୁଁ କେତେ ଦେଖିଛି। ଲୋକଙ୍କ ଆଗରେ କହୁଛି କିଛି ହେଇନି, ଏମିତି ଘଟଣା ସେ କହୁଛି ଲୋକଙ୍କ ଆଗରେ। କିନ୍ତୁ ଆଜ୍ଞା ମୋ ଝିଅ ବି ବର୍ତ୍ତମାନ ଆଜିକି 7-8 ଦିନ ହେଇଗଲା ସ୍କୁଲ ଯାଇପାରୁନି। ତାର 10ମ ପରୀକ୍ଷା ସେ କେମିତି ଦେବ, ପୋଲିସ ବି କିଛି ବୁଝୁନି। ବର୍ତ୍ତମାନ ପୋଲିସକୁ 10 ଥର ଯାଇକରି ଅଭିଯୋଗ କରିବା ପରେ ବି ସେ କହୁଛନ୍ତି ବୁଝିବା। ଏପର୍ଯ୍ୟନ୍ତ କୌଣସି କିଛି ବୁଝାବୁଝି ସେ କଲେନି ଯେ ମୋ ଝିଅ କେମିତି ସୁରକ୍ଷିତ ରହିବ, ମୋ ଝିଅ କେମିତି ପାଠ ପଢ଼ିବ, ଆସାମୀ କେମିତି ଦଣ୍ଡ ପାଇବ। ସେଇଟା ପ୍ରଶାସନ ଆପଣମାନେ ସମସ୍ତେ ହିଁ ବିଚାର କରନ୍ତୁ। ଦେଖନ୍ତୁ ଯେଉଁ ପିଲା ଆସିଥିଲା ତାର ଉଦ୍ଦେଶ୍ୟ କିଛି ମନ୍ଦ ରହୁଥିଲା କି ନା କେବଳ ଏଇ ଚୋରି କରିବା ଉଦ୍ଦେଶ୍ୟ? ସେ ତ ଚୋର। ଏକରେ ଚୋର ତ ବହୁତ ମାନେ ଟ୍ରେନ୍ରୁ ଚୋରି କରିଛି, ଧରା ହେଇଛି, ଜେଲ୍ ଯାଇଛି ବହୁତ ଥର। ଏମିତି ସେ ତାର